ସମ୍ମାନନୀୟ ଓଡ଼ିଶାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି, ପିତାମାତା, ଅଭିଭାବକ ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି ଭିଡ଼ିଓଟିକୁ ଦେଖିବା ପାଇଁ ମୋର ଅନୁରୋଧ। ଆପଣମାନଙ୍କ ପାଇଁ ଆଜି ମୁଁ ଆଣିକିରି ଆସିଛି ପବିତ୍ର ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଇଁ ହେଉଥିବା ସାରା ଓଡ଼ିଶାରେ ପ୍ରସ୍ତୁତି ପର୍ବ କେଉଁଭଳି ଭାବରେ ପାଳନ କରାଯାଉଛି ଏବଂ କେଉଁଭଳି ଭାବରେ ପ୍ରସ୍ତୁତ କରାଯାଉଛି। କୁନି କୁନି 5 ବର୍ଷରୁ ଉର୍ଦ୍ଧ୍ୱ ବାଳକ ବାଳିକାମାନଙ୍କୁ ଆକର୍ଷଣ କରିବା ପାଇଁ, ଆକୃଷ୍ଟ କରିବା ପାଇଁ, ଆକର୍ଷିତ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେଉଁଭଳି ଆପ୍ରାଣ ପ୍ରୟାସ କରିଚାଲିଛନ୍ତି ଏବଂ ବିଦ୍ୟାଳୟକୁ ଏଭଳି ଭାବରେ ସାଜସଜ୍ଜା କରି ରଖିଛନ୍ତି ପିଲାମାନଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ, ସେହି ସବୁ ଭିଡ଼ିଓ ମୁଁ ଆଜି ଆପଣମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛି। ଆପଣମାନେ ଦୟାକରି ଦେଖନ୍ତୁ। ମୁଁ ଜଣେ କଳା ଶିକ୍ଷକ ହୋଇଥିବାରୁ ମୋତେ ଗୁରୁମାମାନେ ଚିତ୍ର ଅଙ୍କନ କରିବା ପାଇଁ କୁହନ୍ତି ଏବଂ ମୁଁ ତାଙ୍କ କହିବା ମୁତାବକ ଚିତ୍ର ଅଙ୍କନ କରେ ଏବଂ ସେହି ଚିତ୍ରରେ ଗୁରୁମାମାନେ ମୁରୁଜ ପକାଇ ଆହୁରି ସୁନ୍ଦର କରିଦିଅନ୍ତି ଏବଂ ପରିବେଶଟିକୁ ଏଭଳି ଭାବରେ ମନ୍ତ୍ରମୁଗ୍ଧକର କରିଦିଅନ୍ତି ଯେ ନ ଦେଖିଲା ଲୋକ ଘଣ୍ଟେ ଦେଖି ସେହି ସ୍ଥାନରେ ଠିଆ ହୋଇ ରହିଯାଏ। ଦେଖନ୍ତୁ କେଉଁଭଳି ଭାବରେ ଗୁରୁମାମାନେ ମୁରୁଜ ପକାଇ ସ୍ୱାଗତମ୍ ଲେଖୁଛନ୍ତି ଏବଂ ମୁଁ ତା ତଳେ ଏକ ଫୁଲ ଚିତ୍ର ଅଙ୍କନ କରୁଛି। ଫୁଲର ଡେମ୍ଫ କରିଛି ଏବଂ ସେଥିରେ 2ଟି ପତ୍ର ଅଙ୍କନ କରିଛି ଏବଂ ତା ତଳେ ଗୋଟିଏ ଗମଲାର ଆକୃତି କରିଛି। ତେବେ ମୁଁ ଖଡ଼ିରେ ଯେଉଁଭଳି ଭାବରେ ଅଙ୍କନ କରିଛି, ଗୁରୁମାମାନେ ସେଥିରେ ନାଲି, ନୀଳ, ହଳଦିଆ ବିଭିନ୍ନ ପ୍ରକାର ରଙ୍ଗର ମୁରୁଜ ବ୍ୟବହାର କରି ସେହି ଫୁଲଟିକୁ ସଜେଇବେ। ପତ୍ରରେ ସବୁଜ ରଙ୍ଗ ଦେବେ, ଗମଲାରେ ମାଟିଆ ରଙ୍ଗ ଦେବେ, ଫୁଲରେ ନାଲି ହଳଦିଆ ରଙ୍ଗ ଦେଇ ତାକୁ ମୁରୁଜ ପକାଇବେ। ଦେଖନ୍ତୁ ଗୁରୁମା କେଉଁଭଳି ଭାବରେ ବର୍ତ୍ତମାନ ସେହି ଫୁଲରେ ମୁରୁଜ ପକାଇବା ଆରମ୍ଭ କରିଛନ୍ତି ଏବଂ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀର ଝିଅମାନେ ମଧ୍ୟ, ବାଳିକାମାନେ ମଧ୍ୟ ସେହି ମୁରୁଜ ପକାଇବାରେ ଗୁରୁମାଙ୍କୁ ସାହାଯ୍ୟ କରୁଛନ୍ତି। ତେବେ ଗୋଟିଏ କାମକୁ ଯଦି ଆମେ ସମସ୍ତେ ମିଳିମିଶି କରିବା ତାହେଲେ କାମଟି ସରଳ, ସହଜ ଓ ଶୀଘ୍ର ହୋଇଥାଏ। ତେଣୁ ଆମର 3 ଜଣ ଗୁରୁମା ସେହି ଚିତ୍ରଟିରେ ଲାଗି ପଡ଼ିଛନ୍ତି ଏବଂ ମୁରୁଜ ପକାଇ ଚାଲିଛନ୍ତି, ଯାହାଫଳରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପ୍ରସ୍ତୁତି କାର୍ଯ୍ୟ ଶେଷ ହେଲେ ପିଲାମାନଙ୍କୁ ବିଦ୍ୟାଳୟ ଭିତରକୁ ସ୍ୱାଗତ କରାଯିବ, ତାଙ୍କୁ ମିଠା ଦିଆଯିବ, ତାଙ୍କ କାନରେ ଫୁଲ କେଞ୍ଚାଯିବ ଏବଂ କପାଳରେ ଚନ୍ଦନ ଦିଆହେବ। ହାତରେ ଖଡ଼ି ସ୍ଲେଟ୍ ଧରେଇ ସେମାନଙ୍କୁ ଗଣେଶଙ୍କ ପାଖରେ ନେଇ ବସାଇବାକୁ ପଡ଼ିବ ଏବଂ ବିଦ୍ୟାଳୟ ଭିତରେ ବିଭିନ୍ନ ଖେଳଘର, ରଙ୍ଗ ପସରା ଏବଂ ଗପରାଇଜ ଭଳି ଷ୍ଟଲ୍ ତିଆରି କରାଯାଇଛି। ପିଲାମାନେ ସେହି ସବୁ ଷ୍ଟଲ୍ ବୁଲି ଦେଖିବେ, ରଙ୍ଗ କରି ଚିତ୍ର ଅଙ୍କନ କରିବେ ଏବଂ ବିଭିନ୍ନ ପ୍ରକାର କୌତୁକିଆ ଗପ ଶୁଣିବେ, ମଜା କରିବେ, ନାଚିବେ, ଖେଳିବେ। ଆମର ସଂଖ୍ୟା ଜ୍ଞାନ, ମୌଳିକ ସଂଖ୍ୟା ଜ୍ଞାନ ଆଉ ଭାଷା ସାକ୍ଷରତା, ତା ସହିତ ସୃଜନାତ୍ମକ ଷ୍ଟଲ୍ ବର୍ତ୍ତମାନ ସାଜସଜ୍ଜା ଚାଲିଛି। ଦୀର୍ଘ 4 ଦିନ ଧରି ପାଳନ ହେବାକୁ ଥିବା ଏହି ପବିତ୍ର ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବକୁ ଆକର୍ଷଣୀୟ, ଆକୃଷ୍ଟ କରିବା ପାଇଁ ଅଭିଭାବକ ତଥା ପିତାମାତା ଏବଂ କୁନି କୁନି 5 ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ଏ ଯେଉଁ ଗୁରୁଜୀ ଗୁରୁମାମାନଙ୍କର ଆପ୍ରାଣ ପ୍ରୟାସ, ଏହାକୁ ଧନ୍ୟବାଦ ଦେବା ଉଚିତ। ତେବେ ଆସନ୍ତୁ ଆମେ ଏହି ଭିଡ଼ିଓଟିକୁ ଦେଖିବା ଏବଂ ଅନ୍ୟମାନଙ୍କୁ ସେୟାର କରିବା, ସବସ୍କ୍ରାଇବ୍ କରିବା। ଜୟ ଜଗନ୍ନାଥ।